ଦେଖନ୍ତୁ କିଭଳି ଭାବରେ ଯୋଉ ବାଲିଗୁଡ଼ା ବନଖଣ୍ଡରୁ ମାତ୍ର ପାଖାପାଖି ଗୋଟିଏ କିଲୋମିଟର ଦୂରରେ ଯୋଉ ସୁନାପାଙ୍ଗା ରହିଛି, ସୁନାପାଙ୍ଗାରୁ ଯୋଉ କାମ୍ପାଡ଼ା ରାସ୍ତା ରହିଛି, ସେ ରାସ୍ତାରେ ବର୍ତ୍ତମାନ ସେ ଯୋଉ ନିକଟରେ ଯୋଉ ଜଙ୍ଗଲ ରହିଛି, ଜଙ୍ଗଲରେ କିଭଳି ନିଆଁ ଲାଗିଛି ଦେଖନ୍ତୁ। ବର୍ତ୍ତମାନ ଯଦି କହିବା ଗୋଟିଏ ପଟରେ ଯଦି କହିବା ଯେ ବନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ଏବଂ ବର୍ତ୍ତମାନ ଯୋଉ ଯାହା ସିଷ୍ଟମ ବି ରହିଛି ଯେ ଯେତେବେଳେ ଜଙ୍ଗଲରେ ନିଆଁ ଲାଗୁଛି ବନ ବିଭାଗକୁ ମଧ୍ୟ ଗୋଟେ ସୂଚନା ରହୁଛି। ତ ବର୍ତ୍ତମାନ ସେଇ ସୂଚନା ପାଇଛନ୍ତି କି ନାହିଁ ଏପର୍ଯ୍ୟନ୍ତ ଏଇଟା ଗୋଟେ ବଡ଼ ପ୍ରଶ୍ନ ଉଠୁଛି ଏବଂ ପାଖାପାଖି ଗୋଟେ ଘଣ୍ଟା ହେବ ଏଠି ହୁ ହୁ ହୋଇ ଏଇ ଜଙ୍ଗଲ ପୋଡ଼ିବାରେ ଲାଗିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରିନି କିମ୍ବା କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନି। ମୁଁ ମୋର ସହଯୋଗ କହିବି କିଭଳି ଭାବରେ ନିଆଁ ଲାଗିଛି ଦେଖନ୍ତୁ। ଗୋଟିଏ ଏଠି ବଡ଼ ପ୍ରଶ୍ନ ଉଠୁଛି, ଜଙ୍ଗଲରେ ବିଭିନ୍ନ ପ୍ରକାର କୀଟ ପତଙ୍ଗଠୁ ଆରମ୍ଭ କରି ସରୀସୃପ ଏବଂ ବିଭିନ୍ନ ପ୍ରକାର ଜଙ୍ଗଲ ବହୁମୂଲ୍ୟ ଗଛ ବି ଅଛି, କିନ୍ତୁ ସେଇ ବହୁମୂଲ୍ୟ ଗଛ ବି ନଷ୍ଟ ହେଉଛି। ଆଉ ଗୋଟେ କଥା ରହୁଛି, ଯେତେବେଳେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିଆଁ ଲାଗୁଛି ଏବଂ ଯେଉଁ ବନ ବିଭାଗ ଅଛି, ବନ ବିଭାଗରେ ବିଭିନ୍ନ ପ୍ରକାର ସୂଚନା ମଧ୍ୟ ରହୁଛି, ଯାହାକି ସେଟେଲାଇଟ୍ ମାଧ୍ୟମରେ ସେଇ ସୂଚନା ସେମାନେ ପାଇପାରୁଛନ୍ତି। ତ ପାଖାପାଖି ଘଣ୍ଟେ ଦେଢ଼ ଘଣ୍ଟା ହେବ ଏଠାରେ ନିଆଁ ଲାଗିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନି। ବୋଧହୁଏ ଏପର୍ଯ୍ୟନ୍ତ ବନ ବିଭାଗ ପାଖକୁ କୌଣସି ସୂଚନା ମିଳିପାରିନି, ଯେଉଁଥିଫଳରେ ଏହାକୁ ଲିଭେଇବା ନେଇ କୌଣସି ପ୍ରକାର ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇନି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସୁନାପାଙ୍ଗା ଅଞ୍ଚଳରୁ ତାପସ କୁମାର ନାୟକ, MBC TV।